ପିଲାମାନେ ଆଜି ଆମେ ଚତୁର୍ଥ ଶ୍ରେଣୀ ଆମେ ଓ ଆମ ପରିବେଶ ପୁସ୍ତକର ଅସ୍ୱାସ୍ଥ୍ୟକର ପରିବେଶ ରୋଗର ଘର ବିଷୟଟିକୁ ପଢ଼ିବା ଓ ଏହାର ଅଭ୍ୟାସ ପ୍ରଶ୍ନ ଉତ୍ତର କରିବା। ଏଠି ଦୁଇଟି ଚିତ୍ର ଦେଇଛି। ଚିତ୍ର କ ଓ ଖରେ କ'ଣ ଦେଖୁଛ କୋଠରୀରେ ଲେଖ। ଚିତ୍ର କରେ ଲୋକମାନେ ରାସ୍ତାରେ ଝାଡ଼ୁ କରୁଛନ୍ତି ଓ ରାସ୍ତାର ଅଳିଆ ସଫା କରୁଛନ୍ତି। ଚିତ୍ର ଖରେ ସମୁଦ୍ର କୂଳର ଏକ ଅପରିଷ୍କାର ବାଲୁକା ଶଯ୍ୟାର ଚିତ୍ର। ଏଠାରେ ଅଳିଆ ଆବର୍ଜନା ଜମା ହୋଇଥିବାରୁ ଏଠାକୁ କେହି ଯାଉନାହାନ୍ତି। ଅସ୍ୱାସ୍ଥ୍ୟକର ପରିବେଶରେ ମଶା ମାଛି ରହନ୍ତି, ତେଣୁ ସେହି ସ୍ଥାନରେ ରୋଗ ବ୍ୟାପିବାର ସମ୍ଭାବନା ଅଧିକ। ହଇଜା, ଆମାଶୟ ଆଦି ପେଟ ରୋଗର ଜୀବାଣୁମାନଙ୍କର ପ୍ରଧାନ ବାହକ ହେଉଛି ମାଛି। ଗୋଟିଏ ମାଛି ଥରକୁ 120ଟିରୁ 160ଟି ପର୍ଯ୍ୟନ୍ତ ଅଣ୍ଡା ଦେଇଥାଏ। ମାଛିଟି ଜୀବନକାଳ ମଧ୍ୟରେ 5ରୁ 6 ଥର ଅଣ୍ଡା ଦିଏ। ସେହିପରି ମଶା ମଧ୍ୟ ଅନ୍ଧାରୁଆ ସ୍ଥାନ, ଜମି ରହିଥିବା ପାଣିରେ ଜନ୍ମ ହୁଅନ୍ତି। ସେମାନେ ଖୁବ୍ କମ୍ ସମୟରେ ବଂଶ ବୃଦ୍ଧି କରନ୍ତି। ମ୍ୟାଲେରିଆ, ବାତଜ୍ୱର ଓ ଡେଙ୍ଗୁ ଜ୍ୱର ଜୀବାଣୁର ବାହକ ମଶା। ଏହି ସବୁ ଜ୍ୱର ଦ୍ୱାରା ଆକ୍ରାନ୍ତ ହୋଇଥିବା ରୋଗୀକୁ ମଶା କାମୁଡ଼ିଥିବା ମଶା ସୁସ୍ଥ ଲୋକକୁ କାମୁଡ଼ିଲେ ରୋଗ ସଂକ୍ରମିତ ହୁଏ। ମୂଷାମାନେ ଅପରିଷ୍କାର ସ୍ଥାନ, ଅଳିଆ ଆବର୍ଜନା ଆଦିରେ ଗାତ କରି ରହନ୍ତି। ମୂଷାମାନେ ପ୍ଲେଗ ରୋଗର ବାହକ। ଆଜିକାଲି ସହରଗୁଡ଼ିକରେ ବହୁତ କଳକାରଖାନା ଗଢ଼ି ଉଠିଛି। ଗାଡ଼ି ସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ଏଥିରୁ ବାହାରୁଥିବା ଧୂଆଁ ଓ ଧୂଳିକଣା ଦ୍ୱାରା ଆମ ପରିବେଶ ଦୂଷିତ ହେଉଛି। ଏହି ଧୂଆଁ ଓ ଧୂଳିକଣା ପ୍ରଶ୍ୱାସରେ ଯାଇ ଶ୍ୱାସ, ଯକ୍ଷ୍ମା, ହୃଦରୋଗ ଆଦି କରାଏ। ଚିନିକଳ, କାଗଜ କଳ, ଚମଡ଼ା କାରଖାନାରୁ ନିର୍ଗତ ପଚାସଢ଼ା ପାଣି ଦ୍ୱାରା ନଦୀ ନାଳର ଜଳ ଦୂଷିତ ହୁଏ। ସିମେଣ୍ଟ କାରଖାନାର ସିମେଣ୍ଟ ଗୁଣ୍ଡ, ଲୁଗା କଳର ତୁଳାର ତନ୍ତୁ ପ୍ରଶ୍ୱାସ ବାଟେ ଯାଇ ରୋଗ କରାଏ। ପରିବେଶ ସଫା ରହିଲେ ଆମର କ'ଣ ସୁବିଧା ହେବ? ପରିବେଶ ସଫା ରହିଲେ ଆମେ ସୁସ୍ଥ ନିରାମୟ ଜୀବନଯାପନ କରିବା। ଫଳରେ ନିଜର ଉନ୍ନତି ହେବା ସଙ୍ଗେ ସଙ୍ଗେ ରାଜ୍ୟ ଓ ଦେଶର ମଧ୍ୟ ଉନ୍ନତି ହେବ। ମାଈ ଏନୋଫିଲିସ୍ ମଶା ଦ୍ୱାରା ମ୍ୟାଲେରିଆ ରୋଗ ବ୍ୟାପେ। ମାଈ କ୍ୟୁଲେକ୍ସ ମଶା ଦ୍ୱାରା ବାତଜ୍ୱର ସଂକ୍ରମିତ ହୁଏ। ଏଡିସ୍ ମଶା ଦ୍ୱାରା ଡେଙ୍ଗୁ ଜ୍ୱର ବ୍ୟାପିଥାଏ। ତୁମ ଘରର ପରିବେଶକୁ ସଫା ସୁତୁରା ରଖିବା ପାଇଁ କ'ଣ କର? ଆମ ଘରର ପରିବେଶକୁ ସଫା ସୁତୁରା ରଖିବା ପାଇଁ ଆମ ଘରର ଚାରିପଟେ ସଫା ସୁତୁରା ରଖୁ। ପ୍ଲାଷ୍ଟିକର ବ୍ୟବହାର କରୁନାହୁଁ। ଗାତ ଖୋଳି ସେଥିରେ ମଇଳା ପକାଉଛୁ। ପାଇଖାନା, ଗାଧୁଆ ଘର, ଗୋରୁ ଗୁହାଳ ଘରଠାରୁ ଦୂରରେ ତିଆରି କରିବା ସହ ସେସବୁକୁ ପରିଷ୍କାର ରଖିଛୁ। ଆମ ଘର ଚାରିପାଖରେ ମଇଳା, ପଚାସଢ଼ା ଜିନିଷ ପକାଇବା ଦ୍ୱାରା ପରିବେଶ ଦୂଷିତ ହୁଏ। ନାଳ, ନର୍ଦ୍ଦମା, ପାଇଖାନା, ପରିସ୍ରାଗାର, ଗୋରୁ ଗୁହାଳ ଘରଠାରୁ ଦୂରରେ ନ ରଖିଲେ ଘରର ପରିବେଶ ଦୂଷିତ ହୁଏ। ତେଣୁ ଅସ୍ୱାସ୍ଥ୍ୟକର ପରିବେଶ ରୋଗ ସୃଷ୍ଟିର କାରଣ ହୋଇଥାଏ। ଏଥିପାଇଁ ଆମେ ପରିବେଶ ପରିଷ୍କାର ରଖିବା ଉଚିତ। ଆସ ଜାଣିବା ପରିବେଶକୁ ପରିଷ୍କାର ରଖିବାର କେତୋଟି ଉପାୟ। ଗାତ ଖୋଳି ସେଥିରେ ମଇଳା ଓ ଆବର୍ଜନାକୁ ପକାଇବା। ରାସ୍ତାର ଏଣେ ତେଣେ ମଇଳା ପକାଇବା ନାହିଁ। ପ୍ଲାଷ୍ଟିକ ବ୍ୟବହାର କରିବା ନାହିଁ। କୂଅ ଜଳରେ ବ୍ଲିଚିଂ ପାଉଡର ପକାଇ ଜଳକୁ ବିଶୋଧନ କରିବା ଓ ପୋଖରୀ ଜଳରୁ ଦଳ ଓ ପଙ୍କ କାଢ଼ିବା। ଗାଧୁଆ ଘର ଓ ପାଇଖାନାକୁ ପରିଷ୍କାର ରଖିବା। ନାଳ ନର୍ଦ୍ଦମାକୁ ସଫା ରଖିବା ଓ ସେଥିରେ ପାଣି ଜମିବାକୁ ଦେବାନି। ପରିଷ୍କାର ପରିବେଶ, ସୁସ୍ଥ ମଣିଷ, ପ୍ରଗତିର ପଥେ ଆଗେଇବ ଦେଶ। ଅଭ୍ୟାସ 1 ନମ୍ବର କ। ସେ ଅପକାରୀ ଜୀବ। ସେ ରୋଗୀର ମଳମୂତ୍ରରେ ବସେ। ସେ ହଇଜା ଜୀବାଣୁର ବାହକ। ମାଛି। ଖ। ସେ ସନ୍ତସନ୍ତିଆ ଅଞ୍ଚଳରେ ନର୍ଦ୍ଦମା ଜଳରେ ଡିମ୍ବ ଦେଇ ବଂଶ ବୃଦ୍ଧି କରେ। ସେ ମ୍ୟାଲେରିଆ ଓ ବାତଜ୍ୱରର ଜୀବାଣୁ ବହନ କରେ। ମଶା। ସେ ଗାତ କରି ରହେ। ସେ ଖାଦ୍ୟଶସ୍ୟ ଖାଇଦିଏ। ତା ଦ୍ୱାରା ପ୍ଲେଗ ରୋଗ ହୁଏ। ମୂଷା।
ଦୁଇ ନମ୍ବର, ତୁମ ଘରେ ମଶା ମାଛି ନ ହେବା ପାଇଁ ତୁମେ କ'ଣ ସବୁ କରିବ? ଉତ୍ତର, ଆମ ଘରେ ମଶା ମାଛି ନ ହେବା ପାଇଁ ମୁଁ ଘର ଚାରିପଟ ସଫା ରଖିବି। କେଉଁଠାରେ ଖାଲ କିମ୍ବା ଅଦରକାରୀ ଜିନିଷ ରଖିବି ନାହିଁ। ଘର ପାଖରେ ମଇଳା ପଚାସଢ଼ା ଜିନିଷ ପକାଇବି ନାହିଁ। ତିନି ନମ୍ବର, ତୁମ ବିଦ୍ୟାଳୟର ପରିବେଶକୁ ପରିଷ୍କାର ରଖିବା ପାଇଁ ତୁମେ କ'ଣ ସବୁ କରିବ? ଆମ ବିଦ୍ୟାଳୟର ପରିବେଶକୁ ପରିଷ୍କାର ରଖିବା ପାଇଁ ଆମେ ବିଦ୍ୟାଳୟ ଚାରିପାଖ ସଫା ରଖିବୁ। କୌଣସି ପ୍ରକାରର ଅଳିଆ ଆବର୍ଜନା ଓ ଅଦରକାରୀ ଜିନିଷ ବିଦ୍ୟାଳୟ ପରିସର ମଧ୍ୟରେ ନ ପକାଇ ଗାତ ଖୋଳି ସେଥିରେ ପକାଇବୁ। ବିଦ୍ୟାଳୟର ନଳକୂପର ବ୍ୟବହୃତ ଜଳକୁ ନଳା କରି ବାହାରକୁ ଛାଡ଼ିବୁ। ପିଲାମାନେ, ତୁମକୁ ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ କରିବ।